ରାତିରେ ଆମ ସହିତ ଏମିତି ଘଟିଯିବ ବୋଲି ଜାଣିନଥିଲୁ। ଆମର ଆକ୍ସିଡେଣ୍ଟ ହେଇଗଲା। ଆଜି ଆମର ବେଳ ପୁରା ଖରାପ। ଖାଇବାକୁ ଆଣିଥିଲା କିନ୍ତୁ ଖାଇ ପାରିଲାନି। ନମସ୍କାର, ଜୟ ଜଗନ୍ନାଥ। ଆଉ ଗୋଟେ ମିନି ବ୍ଲଗ ସ୍ୱାଗତ ଜଣାଉଛି। ଏପଟେ ବ୍ଲଗ ଆରମ୍ଭ କରୁଛି ବେଳଟା 4টাରେ। ଆଜି କଣ ପାଇଁ ବହୁତ ଡେରିରେ ବ୍ଲଗ ଆରମ୍ଭ କରିଛି ନା, ସକାଳେ ଏତେ ଟେନସନ ଥିଲି ବ୍ଲଗ କରିବାକୁ ମୋର ମନେ ନାହିଁ। ଏଥିପାଇଁ ଟେନସନ ଥିଲି ଯେ ଆଜି ଗୋଟେ ଦିନରେ 2ଟା କଲ ଅଛି, ଛୁଆ ବି ମିଳୁନାହାନ୍ତି। ପୂଜାକୁଜି ଚାଲିଥିଲା, ଏକାଥରେ 20ଟା ଛୁଆ ଦରକାର। ବହୁତ କଷ୍ଟରେ ଛୁଆଙ୍କୁ ସବୁ ରେଡି କଲି। କେକ୍ ସବୁ ଦୋକାନ ଖୋଲିକି ଝାଡୁ ମାରିକି ସବୁ ସାଇଡ କଲି। ଫ୍ରିଜରେ କେକ୍ ସବୁ 2ଟା ଅଛି। ଆଜି ଆଉ ଯାଇ ହବନି କେକ୍ ଆଣିବାକୁ, କାଲିକି ଯିବୁ। ରାତିରେ ଆସିଲେ କ୍ୟାଟରିଂ କଲକୁ ଆଉ ଗୋଟେ ଜାଗାରେ ଛୁଆଙ୍କୁ ଛାଡିକି ଏଠିକି ଆସିଲି। ଆମେ ଏଠି କାମରେ ଲାଗିଗଲୁ। ଯେତିକି ଆଇଟମ ଅଛି କାଟିକି ଟେବୁଲକୁ ନେଇ ଆସିଲି। ଗାଁ ଲୋକ ବି ପଳେଇ ଆସିଥିଲେ ଖାଇବାକୁ। ପାନା ଆସିଥିଲା ଖାଇବାକୁ, ତାକୁ ମୁଁ ପାସ୍ ଦେଲିନି ବୋଲି ମତେ କହୁଛି ତୋର ମୋର ସମ୍ପର୍କ କଟିଗଲା। ମୋ ଉପରେ ପୁରା ହିଟ୍ ହେଇଯାଇଛି। ଆଉ ଏଇଖିନା ଟାଇମ ଆସି ରାତି 1 ହେଲାଣି। ସବୁ ଲୋକେ ଖାଇକି ଗଲେଣି, ଖାଲି ଅପେକ୍ଷା ଅଛି ବରଯାତ୍ରୀ ପାଇଁ। ବରଯାତ୍ରୀ ଆସିଲେ ଖାଇବାକୁ ଦେଇକି ପଳେଇବୁ। କାଳିଆ ଭାଇ ଲୁଭରେ ମଟନ ଆଣିଥିଲା ଖାଇବାକୁ, ତା ଆଶାରେ ରହିଗଲା। ଆଣୁ ଆଣୁ ହାତରେ ଖସିଗଲା। ବରଯାତ୍ରୀ ଆସିଗଲେ ଖାଇବାକୁ ଦେଲୁ। ଆମ ବଙ୍କୁ ଏଠି ନୁଚିକି ଖାଉଛି। ତମେ ବିଶ୍ୱାସ କରିବନି, ଆଇଲା କତରୁ 3-4 ଥର ଖାଇସାରିଲାଣି। ରାତି 2ଟା ଆଡେ କଲ ସାରିକି ଆସିଲା ବେଳେ ଆମ ଭୋଜଙ୍କର ଖତରନାକ ଆକ୍ସିଡେଣ୍ଟ ହେଇଗଲା। ଭାଇ ସାଇକେଲର ଅବସ୍ଥା ନାହିଁ, ଚକା ପୁରା ବାଙ୍କି ଯାଇଛି। ଆଜିର ବ୍ଲଗ ଏଇଠି ରଖୁଛି, ଆଉ ଦେଖିବା ନେକ୍ସଟ ବ୍ଲଗରେ।